ଯେତେ ବି ମଦ ପିଉଥାଉ କେଉଁ ପତ୍ରର ରସ ପିଇଲେ ମଦ ପିଉଥିବା ବ୍ୟକ୍ତି ମଦ ନିଶାଠାରୁ ଦୂରେଇ ଯିବ। ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନ ଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ଖଜୁରୀ ଖାଇଲେ ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ଓଜନ, ଅପସନ୍ ବି ଶକ୍ତି, ଅପସନ୍ ସି ବୁଦ୍ଧି ଏବଂ ଅପସନ୍ ଡି ରକ୍ତ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଶକ୍ତି। ଖଜୁରୀ ଖାଇଲେ ମଣିଷର ଶକ୍ତି ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ରୋଗୀମାନେ କଫି ପିଇବା ଉଚିତ ନୁହେଁ? ଅପସନ୍ ଏ ହୃଦରୋଗ, ଅପସନ୍ ବି ରକ୍ତଚାପ, ଅପସନ୍ ସି ମାଇଗ୍ରେନ୍ ଏବଂ ଅପସନ୍ ଡି କ୍ୟାନ୍ସର। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି ମାଇଗ୍ରେନ୍। ମାଇଗ୍ରେନ୍ ରୋଗୀମାନେ କଫି ପିଇବା ଉଚିତ ନୁହେଁ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ସବୁଦିନ ଲେମ୍ବୁ ପାଣି ପିଇଲେ ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ଓଜନ, ଅପସନ୍ ବି ରକ୍ତ, ଅପସନ୍ ସି ଉଚ୍ଚତା ଏବଂ ଅପସନ୍ ଡି ଚର୍ବି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଚର୍ବି। ସବୁଦିନ ଲେମ୍ବୁ ପାଣି ପିଇଲେ ମଣିଷର ଚର୍ବି ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ଶାଗ ଖାଇଲେ ଆଖିର ପାୱାର ଶୀଘ୍ର ବଢ଼ିଥାଏ? ଅପସନ୍ ଏ ସଜନା ଶାଗ, ଅପସନ୍ ବି ମେଥି ଶାଗ, ଅପସନ୍ ସି ପୋଇ ଶାଗ ଏବଂ ଅପସନ୍ ଡି ପାଳଙ୍ଗ ଶାଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପାଳଙ୍ଗ ଶାଗ। ପାଳଙ୍ଗ ଶାଗ ଖାଇଲେ ଆଖିର ପାୱାର ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ପଶୁର କ୍ଷୀରରୁ ଔଷଧ ତିଆରି କରାଯାଏ? ଅପସନ୍ ଏ ଗଧ, ଅପସନ୍ ବି ଓଟ, ଅପସନ୍ ସି ମେଣ୍ଢା ଏବଂ ଅପସନ୍ ଡି ଗାଈ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଗଧ। ଗଧ ପଶୁର କ୍ଷୀରରୁ ଔଷଧ ତିଆରି କରାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ଅଧିକ ତେନ୍ତୁଳି ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ହାର୍ଟ ରୋଗ, ଅପସନ୍ ବି ସୁଗାର ରୋଗ, ଅପସନ୍ ସି ହଇଜା ରୋଗ ଏବଂ ଅପସନ୍ ଡି ଜଣ୍ଡିସ୍ ରୋଗ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ହାର୍ଟ ରୋଗ। ଅଧିକ ତେନ୍ତୁଳି ଖାଇବା ଦ୍ୱାରା ହାର୍ଟ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ନିୟମିତ କେଉଁ ଫଳର ରସ ପିଇବା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଠିକ୍ ହୋଇଯାଏ? ଅପସନ୍ ଏ କାକୁଡ଼ି, ଅପସନ୍ ବି ପିଜୁଳି, ଅପସନ୍ ସି ସପୁରୀ ଏବଂ ଅପସନ୍ ଡି କଲରା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସପୁରୀ। ନିୟମିତ ସପୁରୀ ଫଳର ରସ ପିଇବା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଠିକ୍ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ଖାଦ୍ୟରେ କ'ଣ ମିଶାଇ ଖାଇଲେ ଓଜନ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ମହୁ, ଅପସନ୍ ବି ଗୁଡ଼, ଅପସନ୍ ସି ଘିଅ ଏବଂ ଅପସନ୍ ଡି କ୍ଷୀର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଘିଅ। ଖାଦ୍ୟରେ ଘିଅ ମିଶାଇ ଖାଇଲେ ଓଜନ ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ସୁଜି ଓ ଅଟାରେ କ'ଣ ରଖିଲେ କେବେ ବି ପୋକ ଲାଗନ୍ତି ନାହିଁ? ଅପସନ୍ ଏ ଧନିଆ ପତ୍ର, ଅପସନ୍ ବି ଗୁଡ଼, ଅପସନ୍ ସି ଗୋଲମରିଚ ଏବଂ ଅପସନ୍ ଡି ଲବଙ୍ଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲବଙ୍ଗ। ସୁଜି ଓ ଅଟାରେ ଲବଙ୍ଗ ରଖିଲେ କେବେ ବି ପୋକ ଲାଗନ୍ତି ନାହିଁ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି, କେଉଁ ପତ୍ରର ରସ ପିଇଲେ ନିଶା କରୁଥିବା ବ୍ୟକ୍ତି ନିଶା ଦ୍ରବ୍ୟଠାରୁ ଦୂରେଇ ଯିବ? ଅପସନ୍ ଏ ତୁଳସୀ, ଅପସନ୍ ବି ପିଜୁଳି, ଅପସନ୍ ସି କଲରା ଏବଂ ଅପସନ୍ ଡି ବାଇଗଣ।
सो फ्रेंड्स यही प्रश्नर सठिक उत्तरटी जानिबा पूर्वरे जदि आपण माने हमर चैनल को नुआ करी विजिट करिसंती ताहेले चैनल टी को सब्सक्राइब करी पाखर थिबा घंटी बटन टी को दबाई ऑल ऊपर क्लिक कर दियंतु जहा फल कि जेते बेले भी एही परि वीडियो अपलोड हो आपण माने सर्वप्रथमे पाई परिबे। सो फ्रेंड्स अब देखिबा एही प्रश्नर सठिक उत्तरटी होउची ऑप्शन डी बाईगण पत्रर रस पीले निशा करूथिबा व्यक्ति निशा द्रव्य ठारू दूरे जीवो। सो फ्रेंड्स आज वीडियोटी एही शेष करूची पुणी देखा परवर्ती वीडियो रे। जय जगन्नाथ।